ଯେତେବେଳେ ଆପଣ ଲିକୁ ଭାଇଙ୍କୁ ସପୋର୍ଟ କରୁଥିଲେ, ଯେତେବେଳେ ବିରୋଧୀ ଆପଣଙ୍କୁ ମାରିବାକୁ ଧମକ ଦେଉଥିଲେ, ସେତେବେଳେ ଆପଣଙ୍କ ପରିବାର କିଛି ବିରୋଧ କରିନାହାନ୍ତି? କିଛି ନାହିଁ, ତୁ ଲିକୁ ଭାଇ ପାଇଁ ଭୁଲ କିଛି ନାହିଁ। ଜୟ ଜଗନ୍ନାଥ। ଆଜିର ବ୍ରଡକାଷ୍ଟରେ ଆପଣମାନଙ୍କୁ ସ୍ୱାଗତ। ଆଜି ଆମ ଗ୍ରହଣରେ ଏମିତି ଜଣେ ବନ୍ଧୁ ଅଛନ୍ତି ଯାହାକୁ ଆପଣ ଚିହ୍ନିଛନ୍ତି, ମୋବାଇଲରେ ମଧ୍ୟ ଦେଖିଛନ୍ତି। ସେଭଳିଆ ବନ୍ଧୁ ଆମ ସହିତ ଆଜି ସାକ୍ଷାତକାର ହେଉଛନ୍ତି। ଆସନ୍ତୁ ତାଙ୍କ ବିଷୟରେ ଜାଣିବା, ବୁଝିବା। ଆସନ୍ତୁ। ଆଜି ଆମର ଅତିଥି ଅଜିତ ଜେନା, ଯାହାକୁ ଆପଣ ସୋସିଆଲ ମିଡ଼ିଆ ଦେଖିଛନ୍ତି। ଲିକୁ ଭାଇଙ୍କର ସୋସିଆଲ ମିଡ଼ିଆରେ ଆପଣ ଯିଏ ପ୍ରଚାର ପ୍ରସାର କରୁଥିଲେ ଅଜିତ ଜେନା। ଅଜିତ, ଆମ ଚ୍ୟାନେଲକୁ ଆପଣ ସ୍ୱାଗତ। କେମିତି ଅଛନ୍ତି? ବହୁତ ଭଲ ଅଛି। ପ୍ରଥମତଃ ସମସ୍ତଙ୍କୁ ନମସ୍କାର, ଜୟ ଶ୍ରୀରାମ। ଅଜିତ, ଆଜି ଆପଣଙ୍କୁ ମୁଁ କିଛି ପ୍ରଶ୍ନ ପଚାରିବି, ତାର ଆପଣ ଆଜି ଉତ୍ତର ରଖିବେ। ନିଶ୍ଚିତ, ମୁଁ ଖୋଲା ଖୋଲି ଉତ୍ତର ରଖିବି। ମୁଁ ଖୋଲା ଖୋଲି ପସନ୍ଦ କରେ, ପଚାରି ପାରିବେ। ଅଜିତ, ଆପଣଙ୍କ ବୟସ? 25। 25। ଆପଣ କ'ଣ କରୁଛନ୍ତି? ମୁଁ ଏବେ ପଢ଼ାପଢ଼ି କରୁଛି, ତା ସହିତ ରାମକୋରେ ମଧ୍ୟ ଅଛି। ସମସ୍ତେ ଆପଣଙ୍କୁ ସୋସିଆଲ ମିଡ଼ିଆରେ ଦେଖିଛନ୍ତି। ସମସ୍ତଙ୍କର ମୋବାଇଲରେ ଆପଣଙ୍କର ଭିଡ଼ିଓ ଘୁରି ଘୁରି ବୁଲୁଥିଲା। ତ ଆପଣଙ୍କୁ ବହୁତ ଭାଇରାଲ ମଧ୍ୟ ହୋଇଥିଲା ଏଇ ସୋସିଆଲ ମିଡ଼ିଆ ଧର୍ମଶାଳାରେ। ତ ଲିକୁ ଭାଇଙ୍କର ଆପଣ ପ୍ରଚାର ପ୍ରସାର କରିଥିଲେ, ଯେହେତୁ ସେ ରାଜନୀତିରେ ଓହ୍ଲେଇଥିଲେ, ଆପଣ ତାଙ୍କୁ ପ୍ରଚାର ପ୍ରସାର କରିଥିଲେ। ଆଉ ଲିକୁ ଭାଇଙ୍କୁ ଆପଣ ବହୁତ ପସନ୍ଦ ବି କରନ୍ତି। ତ ଆପଣ ଆଜି ଆମ ଦର୍ଶକ ବନ୍ଧୁ କୁହନ୍ତୁ ଯେ ଆପଣ ଲିକୁ ଭାଇଙ୍କୁ କାହିଁ ଏତେ ପସନ୍ଦ କରନ୍ତି? ଦେଖନ୍ତୁ, ଧର୍ମଶାଳାରେ ପ୍ରାୟ ବହୁତ ଲୋକ ରାଜନୀତି କରିଛନ୍ତି, କିନ୍ତୁ ଲିକୁ ଭାଇ ନିଆରା। ସିଏ ରାଜନୀତିରେ ଆକ୍ଚୁଆଲି ସିଏ ଆସିବାକୁ ଚାହୁଁନଥିଲେ। ସିଏ ଗରିବ, ନିଷ୍ପେଷିତ, ଦଳିତ, ଅବହେଳିତ ମାନଙ୍କର ସେବା କରିବାକୁ ଚାହୁଁଥିଲେ। କିନ୍ତୁ ଏମିତି କିଛି ପରିସ୍ଥିତି ଆସିଲା, ଧର୍ମଶାଳାବାସୀଙ୍କ ପ୍ରତି ଏମିତି ଅବିଚାର ହେଲା ଯେ ସେ ବାଧ୍ୟ ହେଲେ ରାଜନୀତିକୁ ଆସିବା ପାଇଁ। ହେଲା, ଠିକ୍ ଅଛି। ଧର୍ମଶାଳାରେ ବିଜେଡ଼ିର ରାଜ ଥିଲା। ତ ଯେତେବେଳେ ଆପଣ ଲିକୁ ଭାଇଙ୍କୁ ସପୋର୍ଟ କଲେ, ଆପଣଙ୍କୁ କିଛି ଅସୁବିଧା ହେଲାନି? ହଁ, ନିଶ୍ଚିତ ବହୁତ ଅସୁବିଧା ହେଇଛି। ବହୁତ ଧମକ ଆସିଛି ମଧ୍ୟ, ଥାନା, ବନ୍ଧୁକ, ବହୁତ କିଛି। ମାନେ ଏମିତି ବି ମଧ୍ୟ ମାନେ ବାଡ଼େଇଛନ୍ତି ମଧ୍ୟ। କହିବା ଏଠି କ୍ୟାମେରା ସାମ୍ନାରେ କହିଲେ ବି କିଛି ଅତ୍ୟୁକ୍ତି ହେବନି, ବାଡ଼େଇଛନ୍ତି ମଧ୍ୟ। ତାପରେ ମଧ୍ୟ ଘରେ ବହୁତ ପ୍ରେସର ପକେଇଛନ୍ତି ରିଲେଟିଭ ଦ୍ୱାରା। ଏମିତି ମାରିଦେବୁ, ଗୋଡ଼ ହାତ ଭାଙ୍ଗିଦେବୁ, ରେପ୍ କେସ୍ରେ ପକେଇଦେବୁ, ଏମିତି ବହୁତ କିଛି। ଟଙ୍କା ଅଫର ମଧ୍ୟ ଆସିଛି, ତଥାପି ମୁଁ କେୟାର କରିନି। ଗୋଟେ ମାନେ ଭଲ ମଣିଷଙ୍କ ପାଇଁ ଯେତେ ମୁଁ କହିଲି ଯଦି ପଛେ ମରିବି, କିନ୍ତୁ ନିଶ୍ଚିତ ତାଙ୍କ ପାଇଁ କିଛି କରିବି। ଧର୍ମଶାଳା, ମେନ୍ କଥା ହେଲା ଧର୍ମଶାଳାରେ ପରିବର୍ତ୍ତନ ଆଣିବା ମୋର ନିଶ୍ଚିତ, ମୋର ଗୋଟେ ମାନେ ମୁଁ ଜିଦି ଧରିଥିଲି। ଧର୍ମଶାଳା ପରିବର୍ତ୍ତନ ଆସିବାଟା ନିଶ୍ଚିତ ଦରକାର ଆମ ପାଇଁ, ଆମ ଧର୍ମଶାଳା ପାଇଁ। ଧର୍ମଶାଳାର ବିକାଶ ହେବା ଦରକାର, ସେଇଟା କେବଳ ପରିବର୍ତ୍ତନରେ। କିଏ ପଇସା ଅଫର କରିଥିଲେ ଆପଣଙ୍କୁ? ସେମିତି କିଛି କହିହେବନି। ବହୁତ ମାନେ ସିଏ ବହୁତ ମାନେ ରିଲେଟିଭ ହେବେ, ସିଏ ମଧ୍ୟ ବିଜେଡ଼ିରେ ଅଛନ୍ତି। ସିଏ ସେମିତି ଅଫର କରିଥିଲେ, କିନ୍ତୁ ମୁଁ ସେଇଟା ଖାତିର କଲିନି। ମୁଁ କହିଲି ନା, ପଇସା କିଛି ଦରକାର ନାହିଁ। ମୋତେ ଯିଏ ପସନ୍ଦ ଲାଗିଲା, ମୁଁ ମୋ ରାଜନୀତି କରୁଛି। ତମେ ତମ ରାଜନୀତି କର, ତମ ବାଟରେ ତମେ ଯାଅ। ମୁଁ କ'ଣ ତମକୁ କହୁଛି ଯେ ମୋ କତିକି ଆସ କି ଆମ ଦଳକୁ ପଳେଇ ଆସ? ନା, ତମେ ମୋତେ କାହିଁ ପ୍ରେସର ପକଉଛ ଯେ ତମ ଦଳକୁ ଯିବା ପାଇଁ? ତ ଆପଣଙ୍କୁ ମାରିବା ଧମକ ବି ଆସିଥିଲା, ଏ ବିଷୟରେ କିଛି କୁହନ୍ତୁ। ମାରିବା ଧମକ ତ ମୁଁ ଡରି ନଥିଲି। ସତ କଥା ହେଲା, ମୁଁ ଡରି ନଥିଲି। ମୁଁ କହିଲି ନା, ଡରିଲେ ସେ ଅଧିକା ଡରେଇବେ। ମନରେ ଟିକେ ବି ଡର ନଥିଲା? ଜମା ବି ଡର ନଥିଲା। କାହିଁକି ନା ମୋ ମନରେ ଗୋଟେ ମାନେ ନିଷ୍ପତ୍ତି ଥିଲା। ମାନେ ଏମିତି ଗୋଟେ ମାନେ ଉପରୁ ମାନେ ଭଗବାନଙ୍କର ଗୋଟେ ନିର୍ଦ୍ଦେଶ ଥିଲା, ନିଶ୍ଚିତ ଆମେ ଜିତିବୁ। ଡରିବାର କୌଣସି ବାଟ ନାହିଁ। ଭାଇ ଲିକୁ ଭାଇ, ରାଜା ଭାଇ, ପୁରା ଆମ, ଆଉ ତମେ ବି ସୁନୀଲ ଭାଇ, ତମେ ବି ମୋତେ ବହୁତ ସପୋର୍ଟ କରିଛ। ତମେ ଏଠି ମଧ୍ୟ କ୍ୟାମେରା ସାମ୍ନାରେ ଅଛ, କିନ୍ତୁ ତମେ ବି ମୋତେ ମାନେ ଯେତେବେଳେ ବି ମୁଁ ଟିକେ ଡରି ଯାଉଥିଲି, ତମେ ମୋତେ ସାହସ ଦଉଥିଲ। ଚାରିକଡ଼େ ହାପି, ରାଜୁ, ସେମାନେ ପୁରା ମାନେ ଗୋଟେ ପୁରା ମୋ ଚାରିକଡ଼ ପୁରା ରହୁଥିଲେ। କୌଣସି ବି ବିପଦ ଆସିଲେ କୋଉଠି ରାଜୁ ଦେଖା କରିକି ମାନେ ସଲ୍ଭ କଲାଣି, କୋଉଠି ରାଜା ଭାଇ ଆସିଲେଣି, ଏମିତି ଆଉ। ତ ଯଦି ଲିକୁ ଭାଇ ହାରିଥାନ୍ତେ, ତେବେ ଆପଣ କ'ଣ ଭାବିଥିଲେ, କ'ଣ କରିବେ? ଲିକୁ ଭାଇ ହାରିଥିଲେ ତ ମୁଁ ନିଶ୍ଚିତ ଜେଲ୍ ଯାଇଥାନ୍ତି। ହୁଏତ ଜେଲ୍ ତ ନିଶ୍ଚିତ ଯାଇଥାନ୍ତି, ହୁଏତ ବହୁତ ମାଡ଼ ବି ମଧ୍ୟ ଖାଇଥାନ୍ତି। କୋଉ ଦିନ ଆପଣ ବେଶୀ ଖୁସି ଅନୁଭବ କରିଥିଲେ? ଆପଣ ସେଇ ଜୁଲାଇ 4 ଦିନ ଏମିତି ଖୁସି, ମୁଁ ଭାଇଙ୍କୁ ମାନେ କୁଣ୍ଢେଇକି କାନ୍ଦିଥିଲି। 10 ମିନିଟ୍ କାଳ କାନ୍ଦିଥିଲି ଭାଇଙ୍କୁ କୁଣ୍ଢେଇକି। ଲିକୁ ଭାଇଙ୍କୁ ପୁରା କୁଣ୍ଢେଇକି 10 ମିନିଟ୍ କାନ୍ଦିଲି। ମୁଁ କହିଲି ଭାଇ, ଯଦି ଆମେ କ'ଣ ଯଦି ହାରି ଯାଇଥାନ୍ତେ, ମାନେ ଅବସ୍ଥାଟା କ'ଣ ହେଇଥାନ୍ତା,
ମାନେ ସେଟା ସ୍ୱପ୍ନରେ ବି ମୁଁ କେବେ ଭାବିନଥିଲି ହାରିବା ବୋଲି। କିନ୍ତୁ ଯଦି ବାଇଚାନ୍ସ କ'ଣ ହେଇଥାନ୍ତା, ସେମାନେ ଏଇ ଯେଉଁ ଭଳିଆ ମାନେ ବିଭ୍ରାଷ୍ଟ ସୃଷ୍ଟି କଲା, ମାନେ ଆମ ମେସିନ୍ ଚୋରି ହେବା କଥା ଶୁଣିକି ମୁଁ ଭାବିଲି କ'ଣ କିରେ, ଆମେ ତ ଜିତିବା ପୁରା ପକ୍କା ଥିଲା, ଇଭିଏମ୍ ମେସିନ୍ ଚୋରି ହେଉଛି ଧର୍ମଶାଳାରେ। ଯେତେବେଳେ ଆମେ ଶୁଣିଲୁ ଇଭିଏମ୍ ମେସିନ୍କୁ ମାନେ ଅତିଆର କରି ନେଉଛନ୍ତି, ଇଭିଏମ୍ ମେସିନ୍ ମାନେ ଯାଜପୁର ରୋଡ଼ ଯିବା ନା ଯାଜପୁର ଟାଉନ୍ ଯିବା ଜାଗାରେ ଯାଉଛି ଚଣ୍ଡିଖୋଲ, ବାଟ ତ ଏକଡ଼େ ଜାରେକାରୁ ଆସିବ, ଲକ୍ କତିରେ ଗଡ଼ିବ, ସିଧା ଯିବ ମାନେ ଯାଜପୁର ଟାଉନ୍ ଯିବ। ସେ ଦେଖିଲା ବେଳକୁ ଗଲାଣି ଚଣ୍ଡିଖୋଲ। ସେଟା ଆମେ ଭାବିଲୁ କିଛି କିଛି କେଳାଙ୍କାରୀ ହେଇକି ଆମକୁ ହରେଇ ଦିଆଯିବନି ତ। କିନ୍ତୁ ଆମେ ସିଓର ଥିଲୁ ନିଶ୍ଚିତ ଜିତିବୁ। ଭାଇ ମୋର ପୁରା 100% ଭରସା ଥିଲା, ଭାଇ ନିଶ୍ଚିତ ଜିତିବେ, ଲିକୁ ଭାଇ ଧର୍ମଶାଳାରେ ଆସିବେ। କାରଣ ଧର୍ମଶାଳାବାସୀ ଟଙ୍କାକୁ ପାଦରେ ଆଡ଼େଇ ଦେଇକି ଭାଇଙ୍କୁ ସପୋର୍ଟ କରିବେ ମୋର ଭରସା ଥିଲା, ସେଇଆ ମଧ୍ୟ କଲେ। ସେଥିପାଇଁ ବହୁତ ଖୁସି ମୁଁ। ବିଜେଡି, ବିଜେପି, କଂଗ୍ରେସ ତା ମଧ୍ୟରେ ସ୍ୱାଧୀନ ବି ଲିକୁ ଭାଇ ଥିଲେ। ଯଦି ଆପଣଙ୍କୁ କେଉଁ ଦଳ ବଛାଯାଏ ତେବେ ଆପଣ କେଉଁ ଦଳକୁ ବାଛିବେ? ମୁଁ କୌଣସି ଦଳରେ ବିଶ୍ୱାସ କରେ ନା, ଗୋଟେ ଭଲ ମଣିଷକୁ ବିଶ୍ୱାସ କରେ। ଆପଣ ତ ଲିକୁ ଭାଇଙ୍କୁ କେବେ ଆଗରୁ ମିଶି ନଥିଲେ କି ଜାଣିନଥିଲେ, ତ ହଠାତ୍ ଲିକୁ ଭାଇଙ୍କ ପ୍ରତି ଏତେ ଭଲ ପାଏ କାହିଁକି? ଆକ୍ଚୁଆଲି ମୁଁ ଲିକୁ ଭାଇଙ୍କୁ ସିଏ ଯେତେବେଳେ କରନ୍ତି ଟ୍ରଷ୍ଟରେ କାର୍ଯ୍ୟ କରନ୍ତି, ବହୁତ ଲୋକଙ୍କୁ, ଅସହାୟ ଲୋକଙ୍କୁ, ନିଷ୍ପେଷିତ ଦଳିତ ଅବହେଳିତ ଲୋକମାନଙ୍କୁ ସାହାଯ୍ୟ କରନ୍ତି, ସେତେବେଳେ ମୁଁ ତାଙ୍କୁ ଜାଣିଥିଲି। ସିଏ ଅବଶ୍ୟ ମୋତେ ଜାଣିନଥିଲେ। ମୁଁ ତାଙ୍କୁ ବହୁତ ତାଙ୍କ ଷ୍ଟାଟସ୍ ମଧ୍ୟ ରଖେ ଫେସବୁକ୍ରେ, ହ୍ୱାଟ୍ସଆପ୍ରେ, ତାଙ୍କ ପାଇଁ ଗର୍ବିତ ମଧ୍ୟ ହୁଏ, ଯାହା ହଉ ଏମିତି କରୁଛନ୍ତି। ଖାଲି କେଉଁ ଦିନ ଆପଣ ବହୁତ ମନ ଦୁଃଖ କରିଥିଲେ ଏଇ ଯେଉଁ ରାଜନୀତି ଲିକୁ ଭାଇଙ୍କ ବିଷୟରେ? ଆପଣ କେଉଁ ଦିନ ବେଶୀ ମନ ଦୁଃଖ କରିଥିଲେ? ମନ ଦୁଃଖ ଯେଉଁଦିନ ଆମକୁ ମାନେ ବିଜେପି ଦଳ ଆମକୁ ଯେଉଁ ଭଣ୍ଡେଇ ଦେଲା, ଟିକେଟ୍ ଦେଲା ନାହିଁ, ଟିକେଟ୍ ଦେଲା ସ୍ମୃତିରେଖା ପହିଙ୍କୁ। ସ୍ମୃତିରେଖା ପହି ଯିଏକି ସିଏ ଆକ୍ଚୁଆଲି କାର୍ଯ୍ୟକର୍ତ୍ତା ହେଇପାରନ୍ତି ମାନେ ଆମ ବିଜେପି ଦଳର, କିନ୍ତୁ ସିଏ ଫିଟ୍ ନଥିଲେ। କିନ୍ତୁ ଦଳ କେଉଁଠି କେଜାଣି ତାଙ୍କୁ ଅବିଚାର, ମାନେ ସିଏ ଅବିଚାର କଲା ଲିକୁ ଭାଇଙ୍କ ପ୍ରତି। ସେଇଦିନ ମୋତେ ଭାରି ମନ ଦୁଃଖ ହୋଇଥିଲା। ମୋତେ କମେଣ୍ଟ ମଧ୍ୟ ଆସିଥିଲା, ବହୁତ ଆଡ଼ୁ ମେସେଜ୍ ମଧ୍ୟ ଆସିଥିଲା। ମୋ ଆଗରେ ମଧ୍ୟ ବହୁତ ବହୁତ ମାନେ ଏବେ ବି ମୁଁ କହୁଛି ଭାଇଙ୍କ ସାଥିରେ ମିଶିଲେଣି ସେଭଳି ଲୋକଙ୍କ ପାଖର ପ୍ରମାଣ ଅଛି। ସେ ଲିକୁ ଭାଇଙ୍କ ସ୍ୱାର୍ଥ ଯୁଆଡ଼େ ସିଆଡ଼େ ଛତା ଦେଖେଇ ପାରନ୍ତି, କିନ୍ତୁ ସେଇଭଳିଆ ଲୋକ ମୋତେ କମେଣ୍ଟ କରିଥିଲେ, କହିଲେ କ'ଣ ତମେ ଏଇ ରାଜନୀତି ଲଢ଼ିବ, ତମକୁ ତ ତମ ଦଳ ତମକୁ ଟିକେଟ୍ ଦେଲାନି, ଏମିତି କହିକି ବହୁତ ହାରାସ ହେଇଥିଲା। ମୁଁ କହିଲି ତଥାପି ଆମେ ପ୍ରୟାସ ଜାରି ରଖିଥିଲୁ ଏବଂ ଧର୍ମଶାଳାରେ ବିଜୟ ପାଇଥିଲୁ। ଲିକୁ ଭାଇ ତ ବିଜୟ ହେଇସାରିଛନ୍ତି, ଆପଣ ଲିକୁ ଭାଇଙ୍କଠାରୁ କ'ଣ ଆଶା ରଖିଛନ୍ତି? ମୁଁ ଆଶା ରଖୁଛି ଭାଇ ଯେମିତି ଥିଲେ ସେମିତି ଥାଆନ୍ତୁ, ଯେମିତି ନିଷ୍ପେଷିତ ଦଳିତ ଅବହେଳିତ ମାନଙ୍କ ପାଇଁ କାର୍ଯ୍ୟ କରୁଥିଲେ, ତାଙ୍କ ପାଖରେ ତାଙ୍କ ଦୁଃଖରେ ସୁଖରେ ପହଞ୍ଚୁଥିଲେ, ସେମିତି ପହଞ୍ଚନ୍ତୁ। ଆପଣ କ'ଣ ଭାବୁଛନ୍ତି ଆଗକୁ ଲିକୁ ଭାଇ ଏମିତି ଧର୍ମଶାଳାରେ କିଛି ସେବା କରିବେ, ନା ଧର୍ମଶାଳା କିଛି ପରିବର୍ତ୍ତନ ଆଗକୁ ହେବ? ଧର୍ମଶାଳା ନିଶ୍ଚିତ ପରିବର୍ତ୍ତନ ହେଲାଣି, ଧୀରେ ଧୀରେ ଅଗ୍ରସର ହେଉଛି ପରିବର୍ତ୍ତନ ମୁହାଁ। ଧର୍ମଶାଳା ବହୁତ ଡେଭଲପ୍ ହେଇଯିବ, ମୋତେ ନିଶ୍ଚିତ ଭରସା ଅଛି। ଭାଇ ନିଶ୍ଚିତ ଧର୍ମଶାଳା ପାଇଁ ବହୁତ ଡେଭଲପ୍ କରିବେ। ଦେଖନ୍ତୁ, ଗୋଟେ ବନ୍ଦ ପଡ଼ିଥିବା ପ୍ରକଳ୍ପ ଟଙ୍କାରୀରେ ତାକୁ ଖୁବ୍ ଶୀଘ୍ର ଚାଲୁ ହେବାକୁ ଯାଉଛି। ଧର୍ମଶାଳା ଆଗରୁ ଗୋଟେ ଦେଖୁଥିଲା ମହୋତ୍ସବ, ଆଉ ଏବେ ଟିକେ ନିଆରା ଢଙ୍ଗର ମହୋତ୍ସବ ଦେଖିଛି ଧର୍ମଶାଳା, ସେ ବିଷୟରେ ଆପଣ କ'ଣ କହିବେ? ନିଶ୍ଚିତ ଧର୍ମଶାଳା ଏକ ନିଆର ଢଙ୍ଗର ମହୋତ୍ସବ ଦେଖିଛି। ଅଲିଉଡ଼, ବଲିଉଡ଼, ଟଲିଉଡ଼ ମଧ୍ୟ ତା ଦେହରେ ସାମିଲ ଥିଲେ। ବହୁତ ଭଲ ଲାଗିଲା। ଧର୍ମଶାଳା ମଧ୍ୟ ଓଡ଼ିଶାରେ ପରିଚିତ ହେଲା। ଧର୍ମଶାଳା ମହୋତ୍ସବ ଓଡ଼ିଶାର ନାଁ, ମାନେ ଯେଉଁ ଓଡ଼ିଶାର ଭୁବନେଶ୍ୱରର ଚର୍ଚ୍ଚା ମଧ୍ୟ ଏତେ ହେଉନଥିବ, ଧର୍ମଶାଳାର ଚର୍ଚ୍ଚା ଏବେ ଯେମିତି ହେଉଛି, ସେଇଟା ବହୁତ ଖୁସି ଲାଗୁଛି। ସେ ଶ୍ରେୟ କାହାକୁ ଦେବେ ଆପଣ? ସିଏ ତ ନିଶ୍ଚିତ ଶ୍ରେୟ ଯିବ ଲିକୁ ଭାଇଙ୍କୁ ଆଉ ରାଜା ଭାଇଙ୍କୁ। ଯଦି ପୁଣି ଥରେ ଇଲେକ୍ସନ୍ ଆସେ, ଯଦି ଆପଣଙ୍କୁ ପୁଣି ଥରେ ଚୟନ କରିବାକୁ ପଡ଼େ, ତେବେ ଆପଣ କାହାକୁ ଚୟନ କରିବେ? ନିଶ୍ଚିତ ଯିଏ ସେଇଭଳିଆ ଗୋଟେ ଭଲ ଲୋକ, ସିଏ କେବଳ ହିଁ ମୋତେ ଲାଗୁଛି ଏବେ ଯେମିତି ଲିକୁ ଭାଇ 100% ପରଫେକ୍ଟ ଅଛନ୍ତି, ସେତେବେଳକୁ ମଧ୍ୟ ସେଇ 100% ପରଫେକ୍ଟ ଥିବେ, ତାଙ୍କୁ ମଧ୍ୟ ଆମେ ଚୟନ କରିବୁ। ଯେତେବେଳେ ଆପଣ ଲିକୁ ଭାଇଙ୍କୁ ସପୋର୍ଟ କରୁଥିଲେ, ଯେତେବେଳେ ବିରୋଧୀ ଆପଣଙ୍କୁ ମାରିବାକୁ ଧମକ ଦେଉଥିଲେ, ସେତେବେଳେ ଆପଣଙ୍କ ପରିବାର କିଛି ବିରୋଧ କରିନାହାନ୍ତି? ହଁ, ପରିବାର ବହୁତ ଇଏ କରିଛନ୍ତି, କହିଲେ ତୁ ରାଜନୀତିରେ ଯା, କିଛି ନାହିଁ, ତୁ ଲିକୁ ଭାଇ ପାଇଁ ବୁଲ, କିଛି ନାହିଁ, କିନ୍ତୁ ଏଭଳି ଭିଡ଼ିଓ କରିକି ଟାର୍ଗେଟକୁ ଆସେନା। ଗୋଟେ ଭିଡ଼ିଓରେ ଆମେ ଦେଖିଥିଲୁ ଯେ ଆପଣ ସରପଞ୍ଚ ସହିତ ଯୁକ୍ତିତର ଲାଗିଥିଲେ, ସେ ବିଷୟରେ କିଛି କୁହନ୍ତୁ।
ଆକ୍ଚୁଆଲି ସରପଞ୍ଚ ସହିତ ନୁହେଁ, ସରପଞ୍ଚ ସିଏ ଆକ୍ଚୁଆଲି ସରପଞ୍ଚ ଜଣକୁ କରେଇଥିଲେ, ସିଏ ସରପଞ୍ଚ ପାୱାର ଭଳିଆ ସରପଞ୍ଚ ପାୱାରଟାକୁ ସିଏ ୟୁଟିଲାଇଜ୍ କରୁଥିଲେ। ସିଏ ମୋତେ ଆକ୍ଚୁଆଲି ମୁଁ ଦଉଥିଲି ଆମ ଭାଇଙ୍କର ଯେଉଁ ପୁସିଂ କାର୍ଡ଼ ଥିଲା, ପୁସିଂ କାର୍ଡ଼ ମୁଁ ଦଉଥିଲି। ସିଏ ମୋତେ କହିଲେ ଏଇଟା ମୋ ଇଲାକା, ତୁ ଏଠି କ'ଣ ଦେଉଛୁ, ତୋର ଅଣ୍ଡା ନାଳ ଛାଡ଼ିଲାଣି, ତୁ ଏଠି ରାଜନୀତି କରିବୁ, ଲୋକଙ୍କୁ କନଭର୍ଟ କରିଦେବୁ ନା, ଲୋକଙ୍କୁ ବିଜେଡ଼ିରୁ ବିଜେପି କରିଦେବୁ, ଏଇଟା ବିଜେପି ଗଡ଼, ଏଠି କ'ଣ ତୁ ଭୋଟ ନେଇଯିବୁ ଭାବୁଛୁ, ଏମିତି ସବୁ ବହୁତ କିଛି କହିଥିଲେ। ପୂର୍ବରୁ ଯିଏ ଥିଲେ ବିଧାୟକ ପ୍ରଣବ ବଳବନ୍ତ ରାୟ, ତାଙ୍କର ଆପଣ କେଉଁ ଜିନିଷଟା ବହୁତ ଖରାପ ଲାଗେ, ବହୁତ କଷ୍ଟ ଲାଗେ, ଆଉ ଯେଉଁଟାକି ଏଇଟା ନିହାତି ହେବାର ନଥିଲା, ସେ ଜିନିଷ କିଛି କୁହନ୍ତୁ। ପ୍ରଣବ ବଳବନ୍ତ ରାୟ ସିଏ ପ୍ରାୟ ମୁଁ ଜାଣିନି ତାଙ୍କ ସମର୍ଥକ କ'ଣ କହିଛନ୍ତି ମୁଁ ଜାଣେ ନା। ପ୍ରଣବ ବଳବନ୍ତ ରାୟଙ୍କ ଭିତରେ ମୁଁ ଯେତିକି ଜାଣିଛି, ସିଏ ଆକ୍ଚୁଆଲି ଫିଲ୍ଡକୁ ଗଲେନି, ଯାହାଫଳରେ ଆସନ୍ତୁ ଆଜି ବି ଆପଣ ମୋ ସହିତ ଯିବେ, ସୁନୀଲ ଭାଇ ଆପଣ ଚାଲନ୍ତୁ ଆମ ଗାଁକୁ, ଆମ ଗାଁରେ କାମ ହେଇଛି, ମୁଠେ ବି ମାଟି ପଡ଼ିନି, ବିଲ୍ ହେଇଯାଇଛି, ଖାଲି ଇଏ ହେଇକି ବିଲ୍ ହେଇଗଲା। କ'ଣ ନା ଆମ ସରକାର ଆମର ଯଦି କହିବ ବାଡ଼େଇବୁ, ଯଦି କେସ୍ ଦେଲ ବାଡ଼େଇବୁ, ଏମିତି ସବୁ ବଡ଼ ବଡ଼ ଧମକ ଆସିଲା, ମାନେ କାମ ମୂଳରୁ ହେଇନି। ଏମିତି ଏଇଟା ହେଲା ମୁଖ୍ୟ କାରଣ। ସିଏ ଫିଲ୍ଡକୁ କାହାକୁ ବଟେଇଲେନି, ଯିଏ ବି ଫିଲ୍ଡକୁ ଗଲେ ସିଏ ଲାଞ୍ଚୁଆ ବଟେଇଲେ, ସିଏ ତାଙ୍କର ଟଙ୍କା କେତେ ନେଲେ, ସିଏ ତାଙ୍କର ସେ ବାଟରେ ସିଏ ଚାଲିଲେ। ପଚାରିବି ଅଜିତ ବାବୁ, ଆପଣଙ୍କୁ ମୁଁ କିଛି ଲୋକଙ୍କର ନାଁ କହିବି, ସେ ଦୁଇ ଜଣଙ୍କ ଭିତରେ ଆପଣଙ୍କୁ ଜଣକୁ ବାଛିବାକୁ ପଡ଼ିବ, ନବୀନ ପଟ୍ଟନାୟକ ନା ମୋହନ ମାଝୀ? ମୋହନ ମାଝୀ, ଜଣେ ଜିରୋରୁ ହିରୋ ନା, ମୋହନ ମାଝୀ ନିଶ୍ଚିତ। ଲିକୁ ଭାଇ ନା ପ୍ରଣବ? ଲିକୁ ଭାଇ, ଯିଏ ଗରିବର ମସିହା କହିଲେ ଚଳିବ, ଲିକୁ ଭାଇ। ନରେନ୍ଦ୍ର ମୋଦି ନା ନବୀନ ପଟ୍ଟନାୟକ? ନରେନ୍ଦ୍ର ମୋଦି ଯିଏ ପ୍ରକୃତରେ ନାରୀଙ୍କୁ ସମ୍ମାନ କରନ୍ତି, ନା ଖାଲି ନାରୀକୁ ନୁହଁ, ଗୋଟେ ଛୋଟ ମଣିଷଟେ ଗଲେ ବି ତାଙ୍କୁ ସେ ହାତ ଯୋଡ଼ନ୍ତି, ମୁଁ ତାଙ୍କୁ ସେଥିପାଇଁ ଲାଇକ୍ କରେ। କଂଗ୍ରେସର ଏମିତି ଜଣ ପ୍ରାର୍ଥୀ କୁହନ୍ତୁ ଯାହାକୁ ଆପଣ ବହୁତ ପସନ୍ଦ କରନ୍ତି। କଂଗ୍ରେସର ତ ହୁଏତ ସେମିତି କେହି ନାହାନ୍ତି, ତଥାପି ନା, କଂଗ୍ରେସର ସେମିତି କେହି ମୋତେ କାହିଁ ଆଖି ଦୃଷ୍ଟିଆ ଏତେ। ବିଜେଡ଼ିର ଏମିତି ଜଣେ ପ୍ରାର୍ଥୀ କୁହନ୍ତୁ ଯିଏକି ଆପଣଙ୍କର ଦିଲ୍ ସେ ଜିତି ସାରିଛି। ବିଜେଡ଼ିର ଯଦି ଜଣକ ପ୍ରାର୍ଥୀ ସେମିତି ବି ସେ ବିଜେଡ଼ିରେ କେହି ନାହାନ୍ତି ମୋ ମନ ଜିତିଲା ଭଳିଆ। ବିଜେପିରେ ଯେଉଁମାନେ ଅଛନ୍ତି ବିଧାୟକ ପ୍ରାର୍ଥୀ ଓଡ଼ିଶାରେ, ସେମାନଙ୍କ ଭିତରୁ କିଏ ଆପଣଙ୍କର ଟପ୍ 1ରେ ରହିବେ? ସେ ଲିକୁ ଭାଇ, ହିମାଂଶୁ ଶେଖର ସାହୁ 1 ନମ୍ବର, 2 ନମ୍ବର ସୂର୍ଯ୍ୟବଂଶୀ ସୁରାଜ, 3 ନମ୍ବର ଉପସେନା। ଯଦି ଆପଣଙ୍କୁ ଲିକୁ ଭାଇ ଆଉ ସୂର୍ଯ୍ୟବଂଶୀ ସୁରଜକୁ ବାଛିବାକୁ ପଡ଼େ ତ ଆପଣ କାହାକୁ ବାଛିବେ? ନିଶ୍ଚିତ ଲିକୁ ଭାଇଙ୍କୁ ବାଛିବି। ଧନ୍ୟବାଦ ଅଜିତ, ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। ନମସ୍କାର। ନମସ୍କାର। Yeah.